ପ୍ରଭୁଙ୍କ ମାନ ଧନ୍ୟବାଦ। ଆଜି ଶିଶୁପ୍ରିୟ ଯୀଶୁ ଆଜି କହିଛନ୍ତି ଯିଏ ଶିଶୁମାନଙ୍କ ପରି ନ ହେବ ସେ ସ୍ୱର୍ଗରାଜ୍ୟକୁ ଯାଇପାରିବ ନାହିଁ। ଏବେ ଶିଶୁମାନଙ୍କୁ ତାହାଙ୍କ ନିକଟରେ ଆଣିବା ପାଇଁ ଯୀଶୁ କହିଲେ। ସେଥିପାଇଁ ମୁଁ ଆଜି ସେ ଶିଶୁମାନଙ୍କ ସହିତ ଭେଟିଅଛି, ଯାହାକି ଯୀଶୁ ଯେଉଁ ଶିଶୁମାନଙ୍କୁ ପ୍ରିୟ କରିଛନ୍ତି ଆଉ ଯେଉଁ ଶିଶୁମାନଙ୍କୁ ସେ ଭଲ ପାଉଛନ୍ତି, ସେ ଯୀଶୁ ଭଲ ପାଉଥିବା ଶିଶୁମାନଙ୍କ ନିକଟରେ ବର୍ତ୍ତମାନ ପହଞ୍ଚିଛି। ଆମେ ଏଇପଟୁ ଆରମ୍ଭ କରିବା କି ଏଇ ଦେଖୁଛନ୍ତି ଏଙ୍କର ନାଁ ବର୍ତ୍ତମାନ ପଚାରିବା ପରେ ଆଗ ବଢିବା। ଝିଅ ତମର ନାଁ କଣ ମା? ରାନୀ ଦିଗାଳ। ହଁ ଝିଅଙ୍କର ନାଁ ରାନୀ ଦିଗାଳ। ତମେ କଣ କରୁଛ? ପାଠ ପଢୁଛି। ହଁ ଝିଅ ପାଠ ପଢୁଛି। କେତେ ପଢୁଛ ମା? ପଞ୍ଚମ। ବାପରେ ବାପରେ ବା, ଦେଖିଲେ ତ ଝିଅକୁ ପଞ୍ଚମ ପଢିଥିବା ପରେ ବି ଲାଗୁନାହିଁ, କିନ୍ତୁ ଝିଅ ପଞ୍ଚମ ପାଠ ପଢୁଛି। ଆଉ ପୁଣି ଯିବା ନେକ୍ସଟ। ଝିଅ ତମ ନାଁ କଣ? ରିଙ୍କି ଦିଗାଳ। ହଁ ଝିଅଙ୍କର ନାଁ ରିଙ୍କି ଦିଗାଳ। ଆଉ ରିଙ୍କି କ୍ଲାସ ପଢୁଛ ମା? ତୃତୀୟ ଶ୍ରେଣୀ ପଢୁଛନ୍ତି। ଏ ତମେ ବଡ ହେଲେ କଣ କରିବ? ପୁଲିସ ଚାକରି। ବାପରେ ବା, ପୁଲିସ ଚାକରି କରିବେ। ଆଉ ତୋର ମାନଙ୍କୁ ଘୋଡେଇ ଧରିବେ ନାକି? ଆଉ ଏସପି ସାଗରିକା ପରେ ଏସପି ଆମର ରିଙ୍କି ହେଇଯିବେ। ଆଉ ତୋର ନାଁ କଣ ବାପା? ଦିଗାଳ। ଆଉ ତୋର ନାଁ କଣ? ଝିଅ ଟିକେ ନେଇକି ତୋର ନାଁ କଣ? ହଁ ବାବୁର ନାଁ ପ୍ରତାପ ଦିଗାଳ। ତୁ ପାଠ ପଢିବୁ? ଅଙ୍ଗନବାଡି ଯାଉଛୁ? ବାପରେ ବା, ତୁ ବଡ ହେଲେ କଣ ହେବୁ? ବାପା ହେବ। ତୋ ନାଁ କଣ? ମହେଶ୍ୱରୀ ଦିଗାଲ। ତୁ କେତେ ପାଠ ପଢୁଛୁ? ତୃତୀୟ ପଢୁଛୁ। ଆଉ ତୁ ବଡ ହେଲେ କଣ ହେବ? କି ଚାକରି କରିବୁ? ବାବରେ, ତୁ ବି ପୁଲିସ ହେଇଯିବୁ। ମୁମ୍ବାଇର କିରଣ ବେଦୀ ଯେପରି ପୁଲିସ ହେଇଥିଲେ, ଆମର କିଏ ତମର ମହେଶ୍ୱର ଝିଅର ସେ କିରଣ ବେଦୀ ପରି ପୁଲିସ ଚାକରି କରିବେ, ଆଉ ବଡ ହେବେ, ଆଉ ଚୋର ମାନଙ୍କୁ ଗୁଣ୍ଡା ମାନଙ୍କୁ ଡକାୟତ ମାନଙ୍କୁ ଧରିବେ। ଆଉ ଏଇଠି ଅନ୍ୟାୟ କରୁଥିବା ଲୋକମାନେ ଆଉ ରହିବେ ନାହିଁ, ସମସ୍ତେ ନ୍ୟାୟ କରିବେ, ସତ୍ୟ ପଥରେ ଚାଲିବେ। କଣ? ହଁ ମାନିନୀ ମଳିକ। ଏମାନଙ୍କ ଠାରୁ ସମସ୍ତଙ୍କଠୁ ବଡ ଆମର ମାନିନୀ ଭଉଣୀ। ଆଉ ତାଙ୍କର କ୍ଲାସ ପଢୁଛ? ପଞ୍ଚମ କ୍ଲାସ ପଢୁଛନ୍ତି। ଭଉଣୀ ବି ପଞ୍ଚମ କ୍ଲାସ ପଢୁଛନ୍ତି। ହେଲେ କଣ କରିବୁ? ବାପରେ ବା, ସମସ୍ତେ ପୁଲିସ ସିଆରପି। ତୁ କଣ ହେଲୁ? ତୋ ନାଁ କଣ? ରାଜା ମାଳିକ। ଏବେ ଏଇମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପ୍ରେମ କରୁଥିବା ହେତୁ ସେମାନେ ଆଜି ଆମ ମାନଙ୍କ ଗହଣରେ ଅଛନ୍ତି। ଏବେ ତମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିଅଛ? ସେ କଣ କରନ୍ତି ଜାଣିଛ? ନାଇଁ, ସେ ତମ ପରି ଛୋଟ ଛୋଟ ପିଲାମାନଙ୍କୁ ବହୁତ ପ୍ରେମ କରନ୍ତି। ଆଉ ତମ ପରି ଗୋଟେ ଦିନ ଛୋଟ ପିଲା ଯେତେବେଳେ ମହାସଭାରେ ଯାଇଥିଲେ, ଆଉ ଈଶ୍ୱରଙ୍କର ବାକ୍ୟ ଶୁଣୁଥିଲେ, ଯୀଶୁଙ୍କର ବାକ୍ୟ ଶୁଣୁଥିଲେ, ଆଉ ସେ 5ଟି ରୁଟି ଆଉ 2ଟି ମାଛ ଧରିଥିଲେ, ଜାଣିଛ? ହଁ 5ଟି ରୁଟି ଆଉ 2ଟି ମାଛ ଧରିଥିଲେ। ଆଉ ସେ 2ଟା ମାଛରୁ ଆଉ 5ଟା ରୁଟିରୁ 5,000 ଲୋକ ଖାଇଲେ, ଜାଣିଛ? ହଁ, ତମେ ମାନେ ମଧ୍ୟ ସେହିପରି ଆଶ୍ଚର୍ଯ୍ୟ ହେବାକୁ ଚାହଁ, ଯେହେତୁ ସେଦିନ ପ୍ରଭୁ ଯୀଶୁ ତମ ପରି ଛୋଟ ପିଲାକୁ ସେ ପ୍ରେମ କରୁଥିଲେ। ହେଲେ ତମେ ଯୀଶୁଙ୍କୁ ପ୍ରେମ କରୁଅଛ? କିଏ ପ୍ରେମ କରୁଛ? ସମସ୍ତେ ହାତ ଟେକ। କିଏ ଯୀଶୁଙ୍କୁ ପ୍ରେମ କରୁଛ? ତମେ ବାଇବଲ ପଢିବ? ପଢୁଅଛ? ପ୍ରାର୍ଥନା କରୁଛ? ତମର ଜ୍ଞାନ ଅଛି? ଯଦି ତମମାନଙ୍କର ଜ୍ଞାନ ନାହିଁ, ତେବେ ଯେଉଁ ଈଶ୍ୱର ଦର୍ଶନ ଧରି ମୁକ୍ତ ହସ୍ତରେ ସମସ୍ତଙ୍କୁ ଦାନ କରନ୍ତି, ସେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବ ସବୁବେଳେ, ହେଲା? ଆଉ ଯୀଶୁଙ୍କ ନିକଟରେ ଯଦି ପ୍ରାର୍ଥନା କଲେ ତମେ ଈଶ୍ୱରଙ୍କ ଠାରୁ ଜ୍ଞାନ ପ୍ରାପ୍ତ ହେବ, ଆଉ ଭଲ ପାଠ ପଢିପାରିବ, ଆଉ ସିଆରପି ହେବ, ପୋଲିସ ହେବ, ସମସ୍ତେ, ହେଲା? ପ୍ରଭୁ ଯୀଶୁ ଖ୍ରୀଷ୍ଟ ତମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍, ଆମେନ୍।